ଆପଣ ଜାଣନ୍ତି କି ବରୁଥିନି ଏକାଦଶୀ ଦିନରେ କରାଯାଇଥିବା ଏକ ଛୋଟ ଭୁଲ ଆପଣଙ୍କ ଜୀବନରେ ଦୁର୍ଭାଗ୍ୟ ଆଣିପାରେ। କିନ୍ତୁ ସେହି ଦିନରେ କରାଯାଇଥିବା ଏକ ଗୁପ୍ତ ଉପାୟ ଆପଣଙ୍କ ଭାଗ୍ୟକୁ ପୁରା ପରିବର୍ତ୍ତନ କରିଦେଇପାରେ। ତେଣୁ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆସନ୍ତୁ ଜାଣିବା ବରୁଥିନି ଏକାଦଶୀର ରହସ୍ୟ କ'ଣ। ବରୁଥିନି ଏକାଦଶୀ ହେଉଛି ଭଗବାନ ବିଷ୍ଣୁଙ୍କ ପାଇଁ ଅତ୍ୟନ୍ତ ପବିତ୍ର ଦିନ। ଏହି ଦିନ ଉପବାସ ଓ ପୂଜା କଲେ ପାପ ନାଶ ହୁଏ, ଧନ ସମ୍ପତ୍ତି ବୃଦ୍ଧି ହୁଏ, ଭାଗ୍ୟ ଜାଗ୍ରତ ହୁଏ। ପୁରାଣରେ କୁହାଯାଇଛି ଏହି ଏକାଦଶୀ କରିଲେ 1000 ଦାନର ଫଳ ମିଳେ। ଏହାର ଗୁପ୍ତ ରହସ୍ୟ ହେଉଛି ଏହି ଏକାଦଶୀ ଦିନର ସବୁଠାରୁ ଗୁପ୍ତ ରହସ୍ୟ ହେଉଛି ମନର ପବିତ୍ରତା। ହଁ ଆଜ୍ଞା, ସବୁଠାରୁ ଆବଶ୍ୟକ ହେଉଛି ମନର ପବିତ୍ରତା। ମାତ୍ର ଉପବାସ କଲେ ହେବନି। ମିଛ କହିବେ ନାହିଁ, କାହାକୁ ଅପମାନ କରିବେ ନାହିଁ, ଖରାପ ଚିନ୍ତା କରିବେ ନାହିଁ। ଯଦି ଆପଣ ଏହି 3ଟି ନିୟମ ମାନିଗଲେ ନା, ତେବେ ଭଗବାନ ବିଷ୍ଣୁ ଆପଣଙ୍କୁ ନିଶ୍ଚୟ ବିଶେଷ କୃପା ଦେବେ। ସକାଳେ ଶୀଘ୍ର ଉଠନ୍ତୁ, ସ୍ନାନ କରି ପବିତ୍ର ବସ୍ତ୍ର ଧାରଣ କରନ୍ତୁ ଏବଂ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ। ଘରର ପୂଜା ଘରରେ ଭଗବାନ ବିଷ୍ଣୁଙ୍କର ଫଟୋ କିମ୍ବା ମୂର୍ତ୍ତିକୁ ସ୍ଥାପିତ କରନ୍ତୁ। ତୁଳସୀ ପତ୍ର ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ। ଘିଅ ଦୀପ ଲଗାନ୍ତୁ। ଫଳ ଓ ପଞ୍ଚାମୃତ ଭୋଗ ଦିଅନ୍ତୁ। ମନ୍ତ୍ର ଜପ କରନ୍ତୁ। ଓମ୍ ନମୋ ଭଗବତେ ବାସୁଦେବାୟ। ଏହି ମନ୍ତ୍ରକୁ 108 ଥର ଜପ କରନ୍ତୁ। ସମ୍ଭବ ହେଲେ ଦିନଭରି ଉପବାସ କରନ୍ତୁ ଏବଂ ରାତିରେ ଉଜାଗର ରୁହନ୍ତୁ ଯଦି ସମ୍ଭବ ହୁଏ ତେବେ। ଏବଂ ସନ୍ଧ୍ୟାରେ ଆରତି କରନ୍ତୁ। ଭଗବାନଙ୍କୁ ଭକ୍ତିର ସହିତ ପ୍ରାର୍ଥନା କରନ୍ତୁ। ଏହି ଏକାଦଶୀ ଦିନ ଏକ ତୁଳସୀ ପତ୍ର ନେଇ ଭଗବାନ ବିଷ୍ଣୁଙ୍କ ପାଦରେ ରଖିଦିଅନ୍ତୁ ଏବଂ ନିଜର ଇଚ୍ଛା ମନେ ମନେ ଭଗବାନଙ୍କୁ ଜଣାନ୍ତୁ। ଏହି ଉପାୟ କଲେ ଅଟକିଥିବା କାମ ଶୀଘ୍ର ସରିଯାଏ, ଧନର ସମସ୍ୟା ଦୂର ହୁଏ ଏବଂ ଭାଗ୍ୟ ଖୋଲିଯାଏ। ଆସନ୍ତୁ ଜାଣିବା କ'ଣ କରିବା ଉଚିତ ନୁହେଁ। ଏହି ଦିନ ଚାଉଳ କେବେ ବି ଖାଇବେ ନାହିଁ ଆଜ୍ଞା। ରାଗ କରିବେ ନାହିଁ। ଖରାପ କଥା କେବେ ବି କହିବେ ନାହିଁ। ଏହି ଭୁଲ କଲେ ଉପବାସର ଫଳ କମିଯାଏ। ଯଦି ଆପଣ ଭଗବାନ ବିଷ୍ଣୁଙ୍କର ଭକ୍ତ, ତେବେ କମେଣ୍ଟରେ ଓମ୍ ନମୋ ଭଗବତେ ବାସୁଦେବାୟ ଲେଖନ୍ତୁ। ଏହି ଭିଡ଼ିଓଟିକୁ ଲାଇକ୍ ଏବଂ ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ ଆମ ଚ୍ୟାନେଲକୁ। ଆଉ ଏମିତି ଧାର୍ମିକ ଭିଡ଼ିଓ ପାଇଁ ବେଲ୍ ଆଇକନକୁ ପ୍ରେସ୍ କରନ୍ତୁ। ଜୟ ଜଗନ୍ନାଥ।